ଏଇ ଯେଉଁ ରେସିପିଟା ବର୍ତ୍ତମାନ ଆପଣ ମାନେ ଦେଖୁଛନ୍ତି ଆର ନାଁ ହେଉଛି ପିତା ଗମା ଠୁକୁ ଠୁକା। ପିତା ଗମା ଆଉ ପିତା ଶାଗ ତ ଆପଣ ମାନେ ଜାଣିଥିବେ, ଗାଁ ଗହଳିରେ ନିଶ୍ଚୟ ଖାଇଥିବେ। ଏଇଟା କିନ୍ତୁ ଦେହ ପାଇଁ ବହୁତ ଭଲ। ସାଙ୍ଗରେ ପଡ଼ିକିରି ଆର ରେସିପିଟା ସାଙ୍ଗମାନେ ଲାଷ୍ଟକୁ ଅଛି, ଆପଣ ମାନେ ଦେଖିବେ। ଆଉ ମାନେ ଏଇଟା ଦେହ ପାଇଁ ବହୁତ ଭଲ, ମାନେ ଏତେ ଟେଷ୍ଟି ମାନେ ଆଉ କହିବା କଥା ନାହିଁ। ଆପଣମାନେ ଯଦି ଖାଇଥିବେ ଜାଣିଥିବେ, ଯଦି ନ ଖାଇଥିବେ ଏଇ ପ୍ରୋସେସ୍ରେ ବନେଇକି ଆପଣମାନେ ଖାଆନ୍ତୁ, ଆପଣମାନେ ଜାଣିବେ ଆର କି ଟେଷ୍ଟ ସାଙ୍ଗମାନେ ସତରେ। ଆଉ ଏଠି ତ ଟମାଟୋ ଚାରୋଟି ଅଛି, ଆଉ ଏଠି ତ ଟିକେ ପାଣିଆ ଡାଲି ଆପଣମାନେ ଜାଣିଛନ୍ତି ମୋର ଫେଭରାଇଟ୍। ଏଠି ତ ଗରମ ଭାତଟେ, ଆଉ ଏଠି ତ ଦୁଇଟା ଲାଞ୍ଜ ଖଣ୍ଡେ ମାଛଟେ, ଆଉ ଶୁଆଇ ଦେଇଛି କରେଇକିରି, କଞ୍ଚା ଲଙ୍କା ଖଣ୍ଡେ ତ ଗେଞ୍ଜି ଦେଇଛି କରେଇକିରି। ଆଉ କିସ, ଆଉ ଲାଞ୍ଜଟା ତ ଆଜି ପୁରା ଭଜା ମାଛଟା ଆଜି ଖାଇବାକୁ ଇଚ୍ଛା ହେଲା ଯେ ସେଥିପାଇଁ ମାଛଟା ଭାଜିଦେଲି। ଏଇତ ରେସିପି ଚାଲନ୍ତୁ ଏବେ ଷ୍ଟାର୍ଟ କରିବା। ରେସିପି ବନେଇବା ପାଇଁ ମୁଣ୍ଡଟାକୁ କଡ଼େଇଟା ବସିକି ତେଲଟା ପକାଇ ଦେଇ ସେ ମାଛ ଫୁଟା ଆଉ ମୁଣ୍ଡଟାକୁ ଭାଜିଦେଲି। ଭାଜି ଦେଇକି ମୁଣ୍ଡଟାକୁ ପୁରା କେରକେରା 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 କରିଦେଲି। କରିଦେଇକିରି ତ ତାକୁ ପୁରାପୁରି ତାକୁ ଭଲକି ଗୁଣ୍ଡ ନ କଲେ ଭଲ ଲାଗେନି, ଭାଜି ଦେଇକି ସବୁ ଯାକ କାଢ଼ିଦେଲି। କାଢ଼ି ଦେଇକିରି ତାପରେ ଏଠି ତ ଟମାଟୋ, ପିଆଜ, କଞ୍ଚା ଲଙ୍କା ସେ ଗରମ ତେଲରେ ପକାଇଦେଲି। ପକାଇ ଦେଇକିରି ତାପରେ ତ ତଳକୁ ଉପର ତଳକୁ ଉପର କରି ଚାଲିଲି। ତାପରେ ଏଥିରେ ଟିକେ ହଳଦୀ, ଲଙ୍କାଗୁଣ୍ଡ ଟିକେ ନାକ, ଆଉ ଟିକେ ନାକ ଲୁଣ ଏକାଥରେ ନେଇଗଲେ, ନହେଲେ ଖରାରେ କିଏ ବସିକି ତାକୁ ହେବ। ତାପରେ ତ ତଳକୁ ଉପର କରିଦେଲି। କରିଦେଇକି ତ ସେ ଯେଉଁ କଟା ଆଳୁ ଗୁଡ଼ା ରଖିଥିଲି ତା ଦେହରେ ଢାଳିଦେଲି। ଢାଳି ଦେଇକିରି ତାପରେ ଏଇ ଯେଉଁ ମାଛ ଫୁଟୁକା ଆଉ ମୁଣ୍ଡ ଭାଜିକି ରଖିଥିଲି ତା ଦେହରେ ଢାଳିଦେଲି। ଆଉ ତ ଏଇଟା ହେଉଛି ମେନ୍ ଜିନିଷଟା ଏଇନା ପଡ଼ିବ। ସାଙ୍ଗମାନେ ଧ୍ୟାନ ରଖିଥାନ୍ତୁ, ଏଇଟା ମେନ୍ ଜିନିଷଟା ବର୍ତ୍ତମାନ ପଡ଼ିବ। ଏଇଟା ହେଉଛି ପିତା ଗମାଟା, କଞ୍ଚାଟା ଥିଲା ମୁଁ ତାକୁ ଶୁଖେଇକି ରଖିଛି, ବୁଝିଲେ କି। ଶୁଖେଇ ରଖିଛି, ତାକୁ ବର୍ତ୍ତମାନ ଦେଇଦେଲି ପିତା ଗମାଟାକୁ। ପୁରା ଶୁଖିଲା ଶୁଖିଲା ସିଏ ହେବ। ଆଧିରେ ସୋରିଷ ଦେଇକି ବି କଲେ ହେବ, ଶୁଖୁଆ ଫୁକୁଆକୁ ପକେଇକି କଲେ ହେବ, ନହେଲେ ଖାଲି ଆଳୁ ବାଇଗଣ ଦେଇ କଲେ ବି ଭଲ ଲାଗିବ। ଆଉ ଧନିଆ ପତ୍ର ଟିକେ ମାଡ଼ କରିଦେଲି କରେଇକି। ତାପରେ ତ ରେଡ଼ି ହେଇଗଲା ଆଉ। ସାଙ୍ଗ ସତରେ ମୁଁ କରିକି ଖାଇଲି, କି ଟେଷ୍ଟ ଆଉ କହିବା କଥା ନାହିଁ। ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ନିହାତି ସବସ୍କ୍ରାଇବ୍ କରିକି ଯିବେ, ଆଉ ପିତା ଗମା କରିକି ନିଶ୍ଚୟ ଖାଇବେ ମାଛ ମୁଣ୍ଡ ପକେଇକି।